ଶ୍ରମିକ ନିରାକରଣ ସଚେତନତା ରଥ ଶୁଭାରମ୍ଭ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଫାଲ୍ଗୁନୀ ମାଝୀ ଶିଶୁ ଶ୍ରମିକ ନିରାକରଣ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶିଶୁ ଶ୍ରମିକ ନିରାକରଣ ନେଇ ବିଭିନ୍ନ ଆଇନ ଓ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରାଯିବା ସହ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯିବ। ହୋଟେଲ ଠିକାଦାର, ଦୋକାନୀ, କାରଖାନା, ଶିଳ୍ପ ବୋଲି ଯେକୌଣସି ଘରର ମାଲିକ ଶିଶୁ ଶ୍ରମିକମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରନ୍ତି ସେ ବିଷୟରେ ଏହି ରଥ ବିଭିନ୍ନ ସ୍ଥାନରେ ପରିକ୍ରମା କରି ଜନସାଧାରଣଙ୍କ ନିକଟରେ ସଚେତନତା କରାଯିବ। ଶିଶୁ ଶ୍ରମିକ ଉଚ୍ଛେଦ ନୀତିର ଉଲ୍ଲଂଘନ କଲେ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ମଧ୍ୟ ଅବଗତ କରାଯାଇଛି। 14 ବର୍ଷରୁ କମ୍ ପିଲାଙ୍କୁ କାମରେ ଲଗାଇବା, 15ରୁ 18 ବର୍ଷ କିଶୋରମାନଙ୍କୁ ବିପଦ ସଂକୁଳ ବୃତ୍ତି କାର୍ଯ୍ୟରେ ନିଯୁକ୍ତ କରିବା ଘଟଣା ଦୃଷ୍ଟିଗୋଚର ହେଲେ ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରି निःशुल्क श्रमिक सहायता हेल्पलाइन नंबर 155368 एवं चाइल्ड लाइन नंबर 1098 सहित जोगाजोग करने कहुଯାଇଛି। ये सारा राज्य तथा आम जिले में शिशु श्रम मुक्त ओडिशा गठन पर आम आगेचु एवं समस्त को सचेतनता जारी रही। यहाँ सप्ताह मध्य काली सचेतनता जारी थिला एवं या रथ आमर चली चारिआडे यहाँ सचेतनता कार्यक्रम जारी रमीक कौन शिशु श्रमिक आम राज्य आम जिले में जमी कहीं रे समस्त को शिक्षागत जोटा राइट टू एजुकेशन अच्छी से पॉलिसी हिसाब से समस्त को शिक्षा पाइबार आवश्यकता रही। तो यहाँ या समस्त को आमर सरकारी स्तर विभिन्न संगठन तरफ सचेतनता जारी रही। जमीक आमर राज्य जिले में कौन शिशु भी शिशु श्रमिक भाव में कम करें बरम शिक्षागत अधिकार दिया।